एठी चतुर्थ प्रश्न जेतबले मु गली कहा संगरे मृग मारिया पे मो पछे पछे लक्षण जाय गले डाकिला मृग त्राही लक्षण लक्षण सेति बेले तुम ठी चेता पसिगला कोन कहला मृग जतबले डाकिला त्राही लक्षण तुमे कहिलो गछ लक्षण बेगे न ये भ्राताते सुर पीड़ित त्रैलोक्य पति छनाशयति क्षणा रामायण जेतबले त्राही लक्षण डाकिला सीता गोठी चेता पसिगला डाकिला लक्षण शीघ्र जा तुम भ्राता सुर पीड़ित तुम भाई असुर द्वारा पीड़ित लक्षण कहल माँ आपण कौन जानी ना मो भाई त्रैलोक्यपति मुहूर्त से राक्षस को मारी आसवे भाई प्रशस्ति गाड़ी माँ गाड़ी लगा बे तुम्हें मो भाई के कौन कहल जो भाई मोर तुम पाद व्यतीर के आउ किछि देखिनी तुम्हें से भाई की एमिति कहल गोटे पद गाउची उर्मिला काव्य पुओ कहला ये सौमित्री संबोधन वाणी सुनी सलक्ष्मण कहलनी जी आपण मैंने बस शुणु से दिन सीता लक्षण को तिरस्कार कले कहले मुझे जानी तुम्हें ये आस तुम्हें तुम भाई मरीगल तुम मत भाजा करते आस तुम भरत को लेकिन दब आ समय ना छाती फाटीगला लक्षण से दिन कुपित व्याघ्र पर तीनोटी निषिद्ध रेखा टान दे आगे आगे राम कर किए मृग पछे पछे राम सार ये गोटे सन्देह मन सृष्टि होची व्याकरणगत विश्वनाथ घंटिया लेखा थाऊ समय ना लक्षण चलले पहुंचला कुटीर द्वारे किए रावण तुम्हें रावण तुमको चोरी करछि मो दोषहीन लक्षण को तुम्हें तिरस्कार कल हूँ चतुर्थ दोष पंचम तुम्हें पर पुरुष सांगे पलैल ना से जबरदस्ती नहीं ना रावण जबरदस्ती नहीं कौन आपण मैंने सबू गायक अनेक गायक शुणी सीता को रावण कौन कला चोरी करके नेला रावण कौन मूर्ख सीता को रावण चोरी कहीं कर से बायोडाटा देला संपूर्ण आधार कार्ड आरंभ करी भोट परिचय पत्र सबू देखे हाँ चोरी करने कवि सम्राट उपेन्द्र भजंकर गायबू मुझे कौन मनु गाँव आप मत कहे रावण कहले कहले सीते दोषहीन लक्षण को तिरस्कार कला लक्षण जो चलीगला गोटे पर पुरुष सांगे तुम्हें चलीगल चलीगल कहलो केंते मु गली दे जान तो कहना तुम्हें गला मो लक्षण गला पर रावण कौन कला
ଦୁଆରେ ଠିଆ ହେଲା ବହିଜତି ବେଶ ରାବଣ ଯେ ଆସିବ ଭୁଜକୁ ଲୁଚାଇ ଏବେ ଭୁଜକୁ ଲୁଚାଇ ବିଭୂତି ଅଙ୍ଗ କଳଙ୍କ କର ହେ ଶଙ୍କର ଜପଇ, ଶଙ୍କର ଜପଇ। ରାବଣ କଣ କଲା ଦେହ ଯାକ ପାଉଁଶ ବୋଳି ଯାଇ ଆଜ୍ଞା ସାର୍ 20ଟା ହାତରୁ 20ଟା ହାତରୁ 18ଟା ହାତ 9ଟା ମୁଣ୍ଡକୁ ଗୁପ୍ତ କରି ଗୋଟାଏ ମୁଣ୍ଡ 2ଟା ହାତ କରଙ୍କ କରମାଳେ ହଁ କରମାଳେ କହିଲେ ହାତରେ ମାଳ ଧରି କରଙ୍କ କହିଲେ କମଣ୍ଡଳୁ ଆଜ୍ଞା ତୁମେ କୁଟୀର ଭିତରେ କୁଟୀର ବାହାରେ ସେ ଆପଣ ମାନେ ଏତିକି ବୁଝିବେ ରାବଣ ସୀତାଙ୍କୁ ଚୋରି କରିଛି କି ସୀତା ମନକୁ ଯାଇଛନ୍ତି ଯାଇଛି ବିଚାର କରନ୍ତୁ କଣ କହିଲା ରାବଣ କଣ କହିଲା? କହିଲା ବସନ କଷାୟ ଭିକ୍ଷା ଆଣି ଦିଅ ପଇଲା ଏବେ ଥାଳରେ ପଇଲ। ବସକ୍ଷଣେ ଈଶ୍ୱର ଆସନ୍ତୁ ଏ ଭାଷ ଭାସିନ ବହେରା ଭାସିନ ବହେରା କଷା ବସ୍ତ୍ର ପିନ୍ଧିଛି ହଁ କହିଲା ତୁମେ କିଏ ମା ଅଛ କୁଟୀରରେ ମତେ ଗଣ୍ଡେ ଭିକ୍ଷା ଦିଅ ଦିଅ ସୀତା କଣ କହିଲେ ଜାଣନ୍ତି କଣ କହିଲେ ଆପଣଙ୍କ ଘରେ ମା ଯାହା ନ କହିବେ ସେ ସେଇଆ କହିବେ ସେ କଣ ମୁଁ କହିବେ? ଆପଣଙ୍କ ଘରକୁ ଭିକ୍ଷା ପାଇଁ ଆସିବି ହଁ। ଆପଣଙ୍କ ମା କହିବେ ମୋ ସ୍ୱାମୀ ଯାଇଛନ୍ତି ଜଗତସିଂହପୁର କି କଟକ ସେ ଆଇଲେ ଭିକ୍ଷା ଦେବି ନା ସୀତା କହିଲେ ବସ କ୍ଷଣେ ଈଶ୍ୱର ଆସନ୍ତୁ ଇଏ ଭାଷ ଭାସିନ ମହିଳା 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 ନୁହଁ ମହିଳା ମହିଳା କଣ ସାବୁନ ମାରିବୁ ରାବଣ କହିଲେ ମା କଣ କହୁଛି ଈଶ୍ୱର ଆଇଲେ ଭିକ୍ଷା ଦବ ହଁ ଇଏ ମହା ସାହିତ୍ୟିକ ଅଲଗା ପ୍ରକାର ଅର୍ଥ କରିଦେଲା କଣ କହିଲା କହିଲା ବିଷ ପାଣି ଭଣି ଇଶାନ କଲେଣି ଇଏ ବନେ କି ବାସ ଭାସ ମା କହିଛି ଈଶ କହିଲେ ସ୍ୱାମୀ ଆସିଲେ ଭିକ୍ଷା ଦେବି ହଁ ଈଶ କହିଲେ ସ୍ୱାମୀ ଈଶ କହିଲେ ଶିବ ଆଚ୍ଛା କେମିତି ସାହିତ୍ୟର ଆଦାନ ପ୍ରଦାନ ଦେଖ ପିଲେ ରାବଣ କହିଲା ବିଂଶ ପାଣି ଭଣିଲା କହିଲା ଶିବ କଣ ଏ ଜଙ୍ଗଲରେ ବାସ କଲେଣି ଆଇଲେ ଭିକ୍ଷା ଦବ ଚମକି ପଡିଲେ ସୀତା କହିଲେ କିଏ ଏ ଭିକାରୀ ସାହିତ୍ୟ ଭାଷାରେ ପ୍ରତି ଶବ୍ଦରେ ମତେ ପ୍ରତିହତ କରୁଛି ବାବା କଣ କଲେ ଆଉ ମା ପୁଣି ବଦଳେଇ ଦେଲେ କେମିତି କଣ କଲେ କହିଲେ ଆଉ ବେଶୀ ନାହିଁ ପଦ ବୋଲିବାକୁ ବେଳ ଗୋଟେ ଗୋଟେ ବୋଲିବା କହିଲେ ଧବ ଆଇଲେ ଭିକ୍ଷା ଦେବି ଧବ କହିଲେ ଧବ କହିଲେ ସ୍ୱାମୀ ସ୍ୱାମୀ ଧବ କହିଲେ ଗଛ ଗଛ ରାବଣ କହିଲା ମା ବିପିନରେ ଧବ କିବା ଯିବା ଆସିବା କଲେଣି ମୋ ଜୀବର ଧନ ଧବ ଆସିଲେ ତୁ ଦେବୁ ଭିକ୍ଷା ଜାଣି ମୋ ଧନ ଧନ କହିଲେ ଲୋ ମା ଜଙ୍ଗଲରେ କଣ ଗଛ ଯିବା ଆସିବା କଲେଣି ଅଇଲେ ଭିକ୍ଷା ଦବୁ ବାବା ସୀତା କହିଲେ ଧବ କହିଲେ ଗଛ ଧବ କହିଲେ ସ୍ୱାମୀ ମୁଁ କଣ କରିବି ସୀତା ବଦଳେଇ ଦେଲେ ଆଉ କଣ କହିଲେ କହିଲେ ନାଇଁ ଧବ ନୁହଁ ଆଉ? ନା ଆଉ ନା ରାଘବ ଆଇଲେ ଭିକ୍ଷା ଦେବି ଫେକିନି ରାବଣ ହସିଦେଲା ପଛକୁ ହେଲାନି ବାଘ କିନ୍ତୁ ଆଗରେ ଯୋଉ ସାଉଣ୍ଡଟା ହେଲା ସେ ବଢିଆ ହେଲା ନା ଦଶଗ୍ରୀବ ରାବଣ କହିଲା କଣ କହିଲ ମା ରାଘବ ଆଇଲେ ଭିକ୍ଷା ଦବ ରାଘବ ଆସନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କହିଲା ବିଚିତ୍ର ବାଣୀ ଶୁଣିଲା ଦୈତ୍ୟ ଭଣୀ ବାସୀ ମତ୍ସ୍ୟ ସ୍ଥଳେ ଆସି ତୋ ସଙ୍ଗେ ବିରସି ତୋ ସଙ୍ଗେ ବିରସି ଟିକେ ଅନୁଥା 20 ଟଙ୍କା ଥୋଇ ଦେ ହଁ ମୁଁ ଦେଇଦେବି ତାଙ୍କ ଘରଟା ନାଇଟି ପଡିଛି ଦେଖାଯାଉନି ପାଲ ପାଇଁ ଆଇଛୁ ରାବଣ କଣ କହିଲା ଦେଖିବା ବିଷ ପାଣି ଭଣି ସ୍ନାନ କଲେଣି ଇଏ ବନେ ମୁଁ ଜାଣିକିରି ବୋଲୁଛି ତୁ ମନେ ରଖିଛୁ କି ନାହିଁ ମନେ ରଖିବି ନା ବାହାରିଆ 14 ଟଙ୍କା ନବୁ ବିଚିତ୍ର ବାଣୀ ଶୁଣିଲା ଦୈତ୍ୟ ଭଣୀ ବିଚିତ୍ର ବାଣୀ ଶୁଣିଲା ଦୈତ୍ୟ ଭଣୀ তুই তো মানুষই ବାରିଧିବାସୀ ମତ୍ସ୍ୟ ଏ ସ୍ଥଳେ ଆସି ତୋ ସଙ୍ଗେ ହ୍ୟାଲୋ ମା ସମୁଦ୍ରରେ ବାଳିଆ ମାଛ କଣ ତୁମେ ବାହା ହେଇଛ ସାରେ ରାଘବ କହିଲେ ରାମ ରାଘବ କହିଲେ ବାଳିଆ ବାଳିଆ ମାଛ ଆପଣ ଖାଲି ଏ ପଦ ଶୁଣିକି କହିବେ ସୀତାଙ୍କୁ ଆପଣ ଚୋରି କରିଛି କି ନା ଠିକ ଆଜ୍ଞା ତାପରେ କଣ କହିଲେ ଆପଣ ଜାଣିଛନ୍ତି ହେଁ? ଏ ସୀତା କହିଲେ ବକ୍ରୌକତି କହୁଛ ହୋଇଜତି ବୋଇଲେ ପାର୍ଥ ପାର୍ଥବୀ କହିଲେ ତୁମେ ଜଣେ ବିଖ୍ୟାସୀ ହେଇକି ହଁ। ଏମିତି ବଙ୍କାଳିଆ କଥାବାର୍ତ୍ତା କଣ କରୁଛ ବାহ କୁଟୀର ଭିତରେ ସୀତା କୁଟୀର ବାହାରେ ରାବଣ ଦେଖା ଦେଖି ହେଇଛି ନା ନା ଯେତେବେଳେ ମା କହିଲେ ତୁମେ ଏମିତି ଭିକ୍ଷାସୀ ହେଇକି କଣ ବକ୍ରୌକତି କହୁଛ ବଙ୍କାଳିଆ କଥା କହୁଛ
ସେଇଠି ରାବଣ କହିଲେ କହିଲେ ମୁଁ କ'ଣ ଚୋର ହେଇଛି କି ରେ? ବୋଲେ ମୁଁ ଲଙ୍କେଶ। ମୁଁ ଦଶଗ୍ରୀବ ରାବଣ ବିଶ୍ରବାନନ୍ଦନ ହଁ ବୋଲେ ମୁଁ ଲଙ୍କେଶ ତୋତେ କରି ଆସ ଆସିଛି। ଆସିଛି ବା ତୋତେ ଆଶା ପରିଷ୍କାର କରିଛି। ବା ସେତେବେଳକୁ ଦେଖା ଦେଖି ହେଇନି ନା ନା ବୋଲେ ମୁଁ ଲଙ୍କେଶ। ମୁଁ ଲଙ୍କାର ଈଶ ବା ଲଙ୍କାର ଈଶ କିଏ ହେଇପାରେ ରାବଣ ତୋତେ କରି ଆସ ମୁଁ ତୋତେ ଆଶା କରି ଆସିଛି ଆସିଛି ଆଶା କରି ଆସିଛି କଥା ଶୁଣିକି ତ ତୁ ସେଇଠି ଅଭିଶାପ ଦେବା କଥା ବା ତୁ ତାହେଲେ କଥାରେ ଯାଉଛୁ ସେତିକି ନୁହଁ ରାବଣ କହିଲା ମା କ'ଣ କିଛି କହିଲାନି ଜାଣିପାରିଲାନି କି ଆଉ ଟିକେ ଖୋଲିଦେଲା ଆଉ କେମିତି ଖୋଲିଲା କହିଲା ମା ଜାଣିପାରିଲୁନି ବାବା। ଆଉ ଖୋଲ ବିଭୂତି କିସ କହିବି ମୋର ଦେଶ ବିଶ୍ୱଭୁଜ ଦଶ ବଦନ ବିଶେଷ ପଦ୍ମିନୀ ନାୟିକା ଟିକେ ବିଚାର କରନ୍ତୁ ଆଜ୍ଞା ଆପଣ ମାନଙ୍କର ବିଚାର ହଉଛି ପାଲା ପାଲା। ମୁଁ ଶିଖିଲେ ଲାଭ କ'ଣ ଅଛି ଠିକ ଯୋଉ ରାବଣ 18ଟା ହାତ 9ଟା ମୁଣ୍ଡକୁ ଗୁପ୍ତ କରି ଆସିଥିଲା ଆସିଥିଲା। ସେଇ ରାବଣ କହୁଛି ମୋ ବିଭୂତି ଖ୍ୟାତି କ'ଣ କହିବି ବେଶ ବାବା। ମୋର ଲଙ୍କାଗଡ଼ରେ ଅନେକ ପଦ୍ମିନୀ ଜାତୀୟ ନାରୀ ଅଛନ୍ତି ଅଛନ୍ତି। ମୋର 20ଟା ହାତ 10ଟା ମୁଣ୍ଡ ସବୁତକ ପରିଚୟ ଦେଲା ତୁ କାହିଁ ତାକୁ ଭିକ୍ଷା ଦେଲୁ ଠିକ ତୁ ତାକୁ ଯେମିତି ବାହାରିଲୁ କୁଟୀର ବାହାରକୁ ବାହାରି ଏଲୁ ସେ ଆରାମରେ ତୋତେ ନେଲା ଯତ୍ନ ନେଇଗଲା ବସେଇକି ନେଇକି ଗଲା ଯଦି ତୋତେ ବାହା ହେବାକୁ ନେଇଥିଲା ଅଶୋକ କାନରେ କାହିଁ ରଖିଲା ବା ଗୋଟେ ପୁଅ ଗୋଟେ ଝିଅକୁ ଭଲ ପାଇ ଯଦି ରାତି ରାତି ଘରୁ ଛାଡ଼ି ପଳେଇବେ ସେ ତାକୁ ଲଜ ଫଜ ରଖିବ ନା ଆମ୍ବ ଗଛ ମୂଳେ ବରଗଛ ମୂଳେ ରଖିବ ମୁଁ ଲଜରେ ରଖିଥିଲି ନା ଆଉ ହଁ ଇଏ ରାକ୍ଷସୀ ମାନଙ୍କୁ ଚତୁର୍ପାର୍ଶ୍ୱରେ ଘେରି ରାବଣର କ'ଣ ଘର ନାହିଁ ନା କ'ଣ ଅଛି ନା। ପ୍ରଧାନମନ୍ତ୍ରୀ ଆବାସ ପାଇଥିଲା ଶିଉଳି ଲାଗି ଯାଇଥିଲା ଅଶୋକ କାନରେ ରଖିଲା ଇଏ। ଅଶୋକ ନ ଶୋକ ସେଠି ଯିଏ ରହିବ ଶୋକ କରିବନି ଇଏ ତ କାନ୍ଦି କାନ୍ଦି ତା ଦିନ ଗଲା ଗଲା ଆଜ୍ଞା ଷଷ୍ଠକୁ ଆସିବା ରହ ତାହେଲେ ତୁମେ ଦୋଷହୀନ ଲକ୍ଷଣକୁ ତିରସ୍କାର କଲ ହଁ ଗଲା। ତୁମେ ପରପୁରୁଷ ସହିତ ଗଲ ପଞ୍ଚମରେ ପରସ୍ପୁରୁଷ ସହିତ ଗଲ। ଷଷ୍ଠ ଦୋଷ କ'ଣ ଆଉ ବିଶେଷ କହୁନି ରାବଣକୁ ସୀତା ବା ସୀତା ରାବଣ ସାଙ୍ଗରେ କୋଉ ଦିନ ଗଲେ ସେ ଶ୍ଲୋକ ଟିକେ ଆମେ ଗାଉଛୁ ଆଜ୍ଞା। କିଏ କେତେ ପ୍ରକାର ଅର୍ଥ କରୁଛନ୍ତି ଆଜି ବେଳ ନାହିଁ ଅର୍ଥ କରିବାକୁ ଗୁରୁବାର ହବ ଅର୍ଦ୍ଧରାତ୍ରେ ଦିବସାର୍ଦ୍ଧେ ୟର୍ଦ୍ଧେ ଚନ୍ଦ୍ରାର୍ଦ୍ଧ ହୃତ ସୀତା କୃଷ୍ଣ ପକ୍ଷେ ସୀତା କେତେ ଜ୍ଞାନୀ ଗାୟ କାହାକୁ ଅର୍ଥ କରିବ ନା ହେଇପାରିବ ହେଇପାରିବନି ସବୁତକ ମିଶେଇଲେ ହବ ଗୁରୁବାର ଆଜ୍ଞା ଗୁରୁବାର ଗୋଟିଏ ନାରୀ ସାର୍ ଅଳଙ୍କାର ଖୋଲିବ ନା ପଣତ କାନି ଚିରିବ ନା ମୋ ବୋହୂ ମନେକର ମୋ ସ୍ତ୍ରୀର ଅଳଙ୍କାର ନାହିଁ ଆପଣଙ୍କ ବୋହୂଠୁ ମାଗିକିରି ମୋ ସ୍ତ୍ରୀ ନେଇକି ଯାଇଛି ଅଳଙ୍କାର ପିନ୍ଧିକିରି ବାପ ଘରକୁ ବୁଧବାର ଦିନ ରାତିରେ ଆଇଲା ଗୁରୁବାର ଦିନ ଆପଣଙ୍କ ବୋହୂ ମାଗିଲେ ମୋ ସ୍ତ୍ରୀ ଦବନି ନା ଆପଣଙ୍କ ବୋହୂ ଅଳଙ୍କାର ମୋ ସ୍ତ୍ରୀ ଦବନି ଗୁରୁବାର ପୁରା କିନ୍ତୁ ତୁମେ କ'ଣ କଲ କହିଲ ଜଗାମ ବାୟୁ ବେଗନ ସୀତା ମାଦାୟ ସତ୍ୱର ତୁମ ରଥକୁ ପୁଷ୍ପକ ବିମାନକୁ ଯେତେବେଳେ ଅନନ୍ତ ଆକାଶରେ ବ୍ରହ୍ମମଣ୍ଡଳରେ ଦଶଗ୍ରୀବ ରାବଣ ଉଡେଇ ନେଇଗଲା ଅଧା ବାଟରେ ବାନରାନ ବାରିଛ ନା ନାହିଁ ବା ବା ମର୍କଟ ଭଲୁକ ମାନେ ସେଠି ଥିଲେ ଥିଲି। ତୁମେ ଉତ୍ତରିୟାର୍ଦ୍ଧ ଖଣ୍ଡେନ ନିଜ ପଣତ କାନିକି ଗୁରୁବାରେ ଚିରିଲ ଚିରିଲ ବିମୁଚିଆ ଭରଣାଦିକ ଅଙ୍ଗରୁ ହଁ ନିଜ ଅଙ୍ଗରୁ ବସ୍ତ୍ରକୁ ଖୋଲିଲ ମୁଦି ଆଡ଼େଇଲ ମୁଦିକି ଖୋଲିଲ ହଁ ଫିଙ୍ଗିଦେଲ ଫିଙ୍ଗିଦେଲ। ଟିକେ ବିଚାର କରନ୍ତୁ ଗୁରୁବାର କେମିତି କଲ ଗୁରୁବାରେ ଅଳଙ୍କାର ଖୋଲି ଗୋଟେ ନାରୀ ଫିଙ୍ଗିବା ଉଚିତ ନା ଇଏ ହଉଛି ଷଷ୍ଠ ନମ୍ବର 6 ନମ୍ବର ଦୋଷ 7 ନମ୍ବର 7 ନମ୍ବରରେ ଯେତେବେଳେ ଅଶୋକ କାନନରେ ରାବଣ ମୋ କୋଠା ମୁଣ୍ଡ ତୁମ ଆଗରେ ପକେଇଲା ବା ତୁମେ କାନ୍ଦିଲ କାହିଁକି କାନ୍ଦିଲ ସତୀ ନାରୀ ଯଦି ଜାଣିବ ତା ସ୍ୱାମୀ ମଲା ହଁ। ସେ ବାହୁନିବ ନା। କ'ଣ କରିବ ଭତ୍ତା ପିନ୍ଧିବ ନା ଆଉ ନା ପ୍ରାଣ ପ୍ରିୟ ପ୍ରୟାଗେଶୁ ଧର୍ମେ ପ୍ରତିଷ୍ଠିତ শুনো জ্ঞানী মানে ହଁ সতী নারীর স্বামী মলা পরে হ্যাঁ। সে প্রাণ আপনা ছাই তা প্রাণ উড়িଯିବ ଉଡ଼ିଯିବ ଆଜ୍ଞା। ପୁରା। ଗୋଟିଏ ଚିତାରେ ପୋଡ଼ିଦେବେ ହଁ। ତୁମେ ଯଦି ଜାଣିଲ ରାବଣ ମତେ ମାରି ଦେଇଛି ତୁମେ କାନ୍ଦିଲ କାହିଁକି ତୁମ ପ୍ରାଣ ବାୟୁ ଉଡ଼ିଯିବା କଥା ଯଦି ଜାଣିଲ ମାୟା ତାହେଲେ ହସିଲନି ହଁ ତୁମେ ଯଦି ଜାଣିଲ ମୁଁ ପ୍ରକୃତରେ ମରିଯାଇଛି ହଁ। ତୁମ ପ୍ରାଣ ତ ଉଡ଼ିଯିବା କଥା ବା ଏ 7ଟି ଦୋଷ ଯେତେବେଳେ ବାଛି ଦେଲେ ରାମ ବସୁମତୀ ବୁଢ଼ୀ ବସିଥିଲା
ଉଠିଲା। ଆଉ ଗୋଟେ ମିନିଟ୍ ମୁଁ କାହିଁକି ନେଲି ନା ଏଇଠୁ ଛାଡ଼ିଦେଲେ ଆପଣଙ୍କର ଦ୍ୱିତୀୟ ପାଳିରେ ସସ୍ପେନ୍ସ ରହିବ ଶୁଣିବାକୁ। ଆଉ ସାତୁଟା ଦୋଷ ରାମ ଯେତେବେଳେ ବାଛିଦେଲେ ସୀତାଙ୍କର, ଆଜ୍ଞା ବସୁମତୀ ଉଠିଲା କହିଲା ଦଶରଥ ପୁଅ ବୋଉ ଦେବସା ପାଟି କର ଧୀରେ ଧୀରେ କହ। ତୁ ସେଇ ଯୁଗରୁ ବୋଉକୁ ଯାଚୁଦେଲୁ ସଫଳ। ଇଏ ମୋ ଝିଅ ହଁ ସୂର୍ଯ୍ୟ ବଂଶର ବୋହୂ। ବୋଉ ଇଏ ଏଠି ବ୍ରହ୍ମା ଅଛନ୍ତି, ବୃହସ୍ପତି ଅଛନ୍ତି, ଇନ୍ଦ୍ର ଅଛନ୍ତି, ଇଏ ଠିଆ ହେଇ କଥା କହିବନି। ତାହେଲେ ମୋ କଥାର ଉତ୍ତର କିଏ ଦେବେ? ମୁଁ କହିବି। କହ। ମୁଁ ମୋ ଝିଅଠୁ ସବୁ ବୁଝିଛି। ହଁ ସାତୁଟା ପ୍ରଶ୍ନ ମୁଁ ତୁମକୁ ପଚାରିବି ଦଶରଥ ପୁଅ, କାରଣ ତୁମେ ଯେମିତି ପ୍ରଶ୍ନ ଆଉ ଉତ୍ତର ଦିଟା ଯାକ କହିଲ ମୋ ଝିଅ ସମ୍ମତି ପ୍ରଦାନ କଲା। ହଁ ମୁଁ ରଘୁବଂଶର କୂଳ ବୋହୂର ମର୍ଯ୍ୟାଦା ହାନି କରେଇବିନି। ମୁଁ ତୁମକୁ ସାତୁଟା ପ୍ରଶ୍ନ ପଚାରିବି। ମୁଁ ମୋ ଝିଅଠୁ ସବୁ ଶୁଣିଛି। ମୋ ପ୍ରଶ୍ନର ଉତ୍ତର ଦେବ ତୁମେ, ହଁ ଜଣାପଡ଼ିବ ତୁମେ ଠିକ୍ ମୋ ଝିଅ ଠିକ୍। ବାଃ। ମହାପାତ୍ରେ ହଁ ମୋର ଗୋଟାଏ ପାଟେ ସରିଲା। ଆଉ ଗୋଟେ ପାଠ ସାତୁଟା ପ୍ରଶ୍ନ ପଚାରିଲେ ରାମ ସୀତାଙ୍କୁ, ଆଉ ଗୋଟେ ପାଟେ ଆସିବ। ସାତୁଟା ପ୍ରଶ୍ନ ପଚାରିବେ ବସୁମତୀ ରାମଙ୍କ ଶାଶୁ ସୀତାଙ୍କ ମା। ରାମ ଉତ୍ତର ଦେବେ। ବାଃ ଗୋଟିଏ ପଚାରି ଦିଅନ୍ତି ବାଃ କିନ୍ତୁ ଦଉନି। ବସୁମତୀ ଯୋଉ 7 ପ୍ରଶ୍ନ ପଚାରିବେ ଆଜ୍ଞା ମୁଁ ଗୋଟିଏ ଝଲକ ମାତ୍ର ଦଉଛି ଅଧା ମିନିଟ୍ରେ। ଆଜ୍ଞା ବସୁମତୀ ପଚାରିଲେ କହିଲେ ଦଶରଥ ପୁଅ ମା ରାବଣ ମଲା, ହଁ ତା ସ୍ତ୍ରୀ ମନ୍ଦୋଦରୀ ବାହା ହେଲା ବିଭୀଷଣ। ବିଭୀଷଣ ବାଳି ମଲା, ତା ସ୍ତ୍ରୀ କି ବାହା ହେଲା ତା ସାନ ଭାଇ ସୁଗ୍ରୀବ। ଶୁଣିବ ଆଜ୍ଞା ହେଲେ ଆମ ବାହାଘର ବେଳେ ହଁ। ସ୍ମୃତି ରହିବା ପାଇଁ ବାଃ। ଯଥା ରାବଣ ସିଂହ ମନ୍ଦୋଦରୀ ଏଠି ଯଥା ବାଳି ସିଂହ ତାରା ନ ହୋଇ କାହିଁ ସୁଗ୍ରୀବ ସିଂହ ତାରା। କଣ ଆଜ୍ଞା ପ୍ରଶ୍ନ ବୁଝିହେଲା ତ ନା ଟିକେ ଅନ୍ୟ ମନସ୍କ ହେଇଗଲେ? ରାବଣ ଭାଇ ବିଭୀଷଣ ବାହା ହେଲା ରାବଣ ସ୍ତ୍ରୀ କି, ହଁ ରାବଣ ମରିଛି। ହଁ ସେମିତି ସୁଗ୍ରୀବ ଭାଇ ବାଳି ବାଳି ମଲା ପରେ ସୁଗ୍ରୀବ ବାହା ହେଲା ତା ଭାଉଜ। ତାରାକୁ ଏଠି ରାବଣର ସ୍ମୃତି ରହିବାକୁ ଯଥା ରାବଣ ସିଂହ ମନ୍ଦୋଦରୀ ସେଠି ଯଥା ବାଳି ସିଂହ ତାରା ନ ହୋଇ ସୁଗ୍ରୀବ ସିଂହ ତାରା କାହିଁକି? ହଁ ରାବଣକୁ 10ଟା ରାବଣକୁ କାଖରେ ଡାକିଲା ବାଲା ବାଳି। ବାଳି ବୀର ଇଏ ବ୍ୟତିକ୍ରମ କାହିଁକି କଲ ପଚାରିଛି କିଏ? ଇଏ ବସୁମତୀ। ବସୁମତୀ ରାମ ଇଏ ଏମିତି ଆଉ 6ଟା ପ୍ରଶ୍ନ ପଚାରିବି। ପଚାରିଲେ। ପ୍ରଶ୍ନ ପଚାରିଛି କାହିଁ କଲବଲ ହଉଛୁ? ଚାଲ ଚାଲ, ମୁଁ ସେ ଗାଁ ଗହଳି ଆସିକି ମୁହଁ ଦେଖାଉଥିଲି। ତୁମେ କାଲି ଛାଡ଼ିଥିଲ 40ରେ, ମୁଁ ଆଜି 40ରେ ଛାଡ଼ୁଛି। ପ୍ରଶ୍ନ ପଚାରିଛି, ମୁଁ କହିଛି 18ଟି ବିଦ୍ୟା, ଆଉ ବାକି ଅଛି 14 ବିଦ୍ୟା। କହିବ ସେ 18 ବିଦ୍ୟା ହବନି। ଆଉ ଗୋଟିଏ ପ୍ରଶ୍ନ ଜଣା ପଡୁଛି କରିବେ କିରେ, ଆଗତରା ହେଇ ପଳେଇ ଆଇଲେ। ପଳେଇ ଆସିଲେଣି ଆଉ ଗୋଟିଏ ପ୍ରଶ୍ନ ଅଛି। କଣ ଅଛି ପ୍ରଶ୍ନ? ସେ ଖୋଲା ଖୋଲି ହଉଛନ୍ତି। ପୁଅ ଆଜ୍ଞା କଣ ପ୍ରଶ୍ନ ଅଛି କହ? ଗୋବିନ୍ଦ କହୁନୁ କାହିଁକି 18ଟି ବିଦ୍ୟାରୁ ସେ କହିବେ 14ଟି। ଆଜ୍ଞା ମୁଁ କହିଛି କେତେ? 18ଟା କହିଛି। ମୁଁ କହିଛି 18, ସେ କହିବେ 14। ଆଜ୍ଞା ଆଉ ଗୋଟେ କଣ ପ୍ରଶ୍ନ ପଚାରିଛି କହ? ତୁମେ ଆଜି ମନେ ନ ପକେଇଲେ ସେ ସ୍ମାରକ ପଇସା କଟିବ। ସତ୍ୟ ଯୁଗରେ ହଁ, ସତ୍ୟ ଯୁଗରେ ନିୟୋଗ ପ୍ରଥାରେ କହିଛି ଆଜ୍ଞା ବଳିର 5 ପିଲା ହେଲେ। ଦ୍ୱାପରରେ କହିଛି ଦ୍ୱାପରରେ କୁନ୍ତୀ ମାଦ୍ରୀ, ହଁ ତ୍ରେତୟା ଯୁଗରେ ନିୟୋଗ ପ୍ରଥାରେ କୋଉ ନାରୀ ଗର୍ଭରୁ ହଁ ହଁ ଫୁଲ ପୁଅ ଜନ୍ମିଛି ତ ମତେ ବତେଇବ। ହରି ହେ ହରି କରି ଦେଉଥିବେ ବୋଲ। ମହାବାହୁ ଆନନ୍ଦ ସାଗର ହରିବୁଳ ହୁଳହୁଳି
କାର୍ଯ୍ୟକ୍ରମଟି କେମିତି ଲାଗିଲା ଆଶା କରୁଛି ନିଶ୍ଚିନ୍ତ ଭାବେ ଭଲ ଲାଗିବ। ଆହୁରି ନୂଆ ନୂଆ କାର୍ଯ୍ୟକ୍ରମ ଦେଖିବା ପାଇଁ ଆପଣମାନେ ଆମ ଚ୍ୟାନେଲକୁ ଲାଇକ୍ ଆଉ ସେୟାର କରନ୍ତୁ। ଆଜ୍ଞା ହଁ, ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ରହୁଛି, ନମସ୍କାର।